नमस्कार आज आमे गोटे बहुत माने अलगा धरणर विषय रे कथा हेबा हाँ नागालैंडर संस्कृति भितर को जीवा एकदम आम पाखरे गोटे लेखार किछि अंश अछि नागालैंडर फसल उत्सव छोकुम समय अच्छा छोकुम समय हाँ आमे आज ये छोकुम समय विषय रे ही टिके गहवीर भाबे जानिबाकू चेष्टा करिबा हाँ एटा तो खियामनियुंगन बोली गोटे नागा जनजाति अछंती सेमानंकर बहुत गुरुत्वपूर्ण पर्व ओहो खियामनियंगन नाटा भी बहुत अलगा हाँ टिके अभ्यास दरकार तेबे एई लेखा आधाରରେ ଆମର ଆଲୋଚନାର ମୂଳ ଉଦ୍ଦେଶ୍ୟ ହେବ ଏଇ ପର୍ବର ପ୍ରକୃତ ମହତ୍ଵ କ'ଣ ଏମିତି ଖାସ୍ ଏଥିରେ ଦେଖନ୍ତୁ ମୂଳ କଥା ହେଲା ଏଟା ଗୋटे କୃଷି ସହ ଜଡ଼ିତ पर्व ଆଚ୍ଛା ଯେତେବେଳେ ଫସଲ କଟା ହେବାର ସମୟ ପାଖେଇ ଆସେ ମାନେ ଅକ୍ଟୋବର ମାସରେ ସେତେବେଳେ ସେମାନେ ଈଶ୍ୱରଙ୍କୁ ବା ପ୍ରକୃତିକୁ ଧନ୍ୟବାଦ ଦିଅନ୍ତି ଯେ ଭଲ ଫସଲ ଦେଇଛନ୍ତି ତେଣୁ ଏଟା ଗୋଟେ ପ୍ରକାର କୃତଜ୍ଞତା ଜଣେଇବା ଆଉ ଆଗକୁ ବି ଭଲ ଅମଳ ହେବ ବୋଲି ଆଶୀର୍ବାଦ ମାଗିବା ଏମିତି କିଛି ବୁଝିଲି ତାହେଲେ ଅକ୍ଟୋବର ମାସରେ ଆଉ ଫସଲ କଟା ପୂର୍ବରୁ ଏଇଟା ତ ଯୁକ୍ତିଯୁକ୍ତ ଲାଗୁଛି ହଁ କିନ୍ତୁ ମୋତେ ଗୋଟେ କଥା ମାନେ ଟିକେ ଆଶ୍ଚର୍ଯ୍ୟ ଲାଗିଲା ଲେଖାରେ ଅଛି ଏଇଟା ପୁରା ଗୋଟେ ସପ୍ତାହ ଧରି ଚାଲେ ହଁ ହଁ ପୁରା ସପ୍ତାହ ଗୋଟେ ସପ୍ତାହ ଏତେ ଲମ୍ବା ସମୟ କାହିଁକି ମାନେ ସେ 7 ଦିନ ଭିତରେ କ'ଣ ସବୁ ହୁଏ ହଁ ଏଟା ଭଲ ପ୍ରଶ୍ନ ଦେଖନ୍ତୁ ଏଟା ଖାଲି ଗୋଟିଏ ଦିନର ମାନେ ପୂଜା ପାଠ ନୁହେଁ ପୁରା ସପ୍ତାହବ୍ୟାପୀ ଆୟୋଜନ ହୁଏ କାରଣ ଏଥିରେ ବହୁତ କିଛି ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଯୋଡ଼ି ହୋଇ ରହିଥାଏ ଆଚ୍ଛା ଯେମିତିକି ପ୍ରଥମ କିଛି ଦିନ ହୁଏ ତ ପ୍ରସ୍ତୁତିରେ ଯାଏ ଘରଦ୍ୱାର ସଫା କରିବା ଖାଇବା ପିଇବା ଜିନିଷ ଯୋଗାଡ଼ ତୋଳିବା ଏସବୁ ଓହୋ ମାନେ ପୁରା ଗାଁଟା କି ସମୁଦାୟଟା ଏକାଠି ଲାଗି ପଡ଼ନ୍ତି ଏଥିରେ ଏକଦମ ଏଇ ପର୍ବର ଗୋଟେ ବଡ଼ କଥା ହେଲା ସାମୂହିକତା ସମସ୍ତେ ମିଶିକି କରନ୍ତି ଏହାପରେ କିଛି ନିର୍ଦ୍ଦିଷ୍ଟ ଦିନ ଥାଏ ସେଦିନ ମୁଖ୍ୟ ପୂଜାବିଧି ହୁଏ ହୁଏତ ବଳି ଦିଆଯାଏ ଏ ବିଷୟରେ ଲେଖାରେ ସିଧାସଳଖ ନାହିଁ କିନ୍ତୁ ସାଧାରଣତଃ ଏମିତି ପର୍ବରେ ରହିଥାଏ ଆଚ୍ଛା ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରାର୍ଥନା କରାଯାଏ ଆଉ ତା ସହିତ ପାରମ୍ପରିକ ନାଚଗୀତ ବିଭିନ୍ନ ଖେଳକୁଦ ଓହୋ ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମିଳିମିଶି ଭୋଜିଭାତ କରି ଖାଇବା ଏଇଟା ସମ୍ପର୍କକୁ ଆହୁରି ମଜବୁତ କରେ ବା ଏଇଟା ଶୁଣିକି ଲାଗୁଛି ଯେ ଏହା କେବଳ ଗୋଟେ ଫସଲ ପାଇଁ ଧନ୍ୟବାଦ ଦେବା କଥା ନୁହେଁ ନା ଏହା ପୁରା ସମାଜକୁ ସେମାନଙ୍କ ସଂସ୍କୃତିକୁ ଏକାଠି ବାନ୍ଧି ରଖିବାର ଗୋଟେ ବଡ଼ ମାଧ୍ୟମ ପରି ଲାଗୁଛି ନିଶ୍ଚୟ ସଂସ୍କୃତି କୃଷି ଲୋକଙ୍କ ଭିତରେ ସମ୍ପର୍କ ସବୁକିଛି ଗୋଟିଏ ସୂତାରେ ବନ୍ଧା ସତ କଥା ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ବି ଅଛି ଏହି ସମୟରେ ସେମାନେ କିଛି ନିୟମ ମାନନ୍ତି ଓହୋ କି ପ୍ରକାର ନିୟମ ଯେମିତିକି କିଛି କାମ କରିବା ମନା ଥାଏ ଶିକାର କରିବାକୁ ଯାଆନ୍ତିନି ଏସବୁରୁ ଜଣାପଡ଼େ ଯେ ସେମାନେ ଏହି ସମୟକୁ କେତେ ପବିତ୍ର ବୋଲି ଭାବନ୍ତି ପ୍ରକୃତି ପ୍ରତି ସମ୍ମାନ ଏକଦମ ପ୍ରକୃତି ପ୍ରତି ସମ୍ମାନ ତେଣୁ ଏଇଟା ଖାଲି କୃଷି ନୁହେଁ ଏଇଟା ସେମାନଙ୍କର ପୁରା ଜୀବନଶୈଳୀ ଆଉ ଆଧ୍ୟାତ୍ମିକ ବିଶ୍ୱାସର ଗୋଟେ ପ୍ରତିଫଳନ ବହୁତ ବଢ଼ିଆ ଭାବେ ବୁଝେଇଲେ ତେବେ ଯଦି ଆମେ ମୋଟାମୋଟି ଭାବେ କହିବା ହଁ ଛୋକୁମ୍ ସମାଏ ହେଉଛି ନାଗାଲାଣ୍ଡର ଖିୟାମନିୟୁଙ୍ଗନ ଜନଜାତିଙ୍କ ପାଇଁ ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ ପର୍ବ ହଁ ଅକ୍ଟୋବର ମାସରେ ହୁଏ ପୁରା ସପ୍ତାହେ ଧରି ଚାଲେ ଆଉ ଅମଳ ପୂର୍ବରୁ ପାଳନ କରାଯାଏ ଠିକ୍ ମୂଳ ଉଦ୍ଦେଶ୍ୟ ହେଲା ଫସଲ ପାଇଁ କୃତଜ୍ଞତା ଜଣେଇବା ଆଉ ଭଲ ଅମଳ ପାଇଁ ଆଶୀର୍ବାଦ ମାଗିବା ଏକଦମ ଆଉ ଯାହା ଆମେ ଏତେ ସମୟ କଥା ହେଲେ ଏହାର ଗଭୀରତା ଆହୁରି ବେଶୀ କେମିତି ଗୋଟେ ପର୍ବ ଭିତରେ ସଂସ୍କୃତି କୃଷି ସମାଜ ଆଉ ଆଧ୍ୟାତ୍ମିକତା ସବୁ ମିଶିଲାଇଛି ସେଇଟା ହିଁ ଏହାର ଖାସ୍ କଥା ଏହା କେବଳ ଗୋଟେ କ'ଣ କହନ୍ତି କାମଚଲା କାର୍ଯ୍ୟକ୍ରମ ନୁହେଁ ନା ଏହା ସେମାନଙ୍କର ଜୀବନର ଏକ ଅଭିନ୍ନ ଅଙ୍ଗ ସତରେ ବହୁତ କିଛି ନୂଆ କଥା ଜାଣିବାକୁ ମିଳିଲା ଆଜି ହଁ ଆଉ ଏଠି ଗୋଟେ କଥା ମନକୁ ଆସୁଛି ଯଦିଓ ଏଇଟା ଖ୍ୟାମିୟଙ୍ଗଦିନ ଜନଜାତିଙ୍କର ନିଜ ପରମ୍ପରା ଏହା ଆମକୁ ଗୋଟେ ବଡ଼ ପ୍ରଶ୍ନ ଆଡ଼କୁ ନେଇଯାଉଛି ପୃଥିବୀର ଅଲଗା ଅଲଗା ଜାଗାରେ ଭିନ୍ନ ଭିନ୍ନ ସମାଜ କେମିତି ନିଜ ନିଜ ଫସଲ ପାଇଁ ପ୍ରକୃତି ପାଇଁ କୃତଜ୍ଞତା ଜଣାନ୍ତି ଆଚ୍ଛା ସେହି ପାଳନ ପଛରେ କେଉଁଭଳି ବିଶ୍ୱାସ କେଉଁ ପରମ୍ପରା ଥାଏ ସେଗୁଡ଼ିକ କେତେ ଅଲଗା ଅଲଗା ହୋଇପାରେ ଏଇଟା ବି ଗୋଟେ ଭାବିବା ଭଳି କଥା ନିଶ୍ଚିତ ଭାବେ ଏହା ଉପରେ ଆହୁରି ଜାଣିବାକୁ ଇଚ୍ଛା ହେଉଛି